कहला ना से मंथरा कहला की राजा बाबा पुणी मंथरा निज आखिरे देखिव महारानी कही आसुंट ना कौन मो कान कौन शुणिलारे तोली धरी की कथा पचारी मंथरा कहई सुन राजनक मन हारी होइथिलु राजनक मन हारी होइथिलु जाउछि तो बलिष्ठ रे सार अटे तो तुमर काम कुजी सुंदर जहार बाटुई पछठारु बड़ी जहार बाटुई पछ घातु बड़ी जी पारे अयोध्या सिंहासन उत्तराधिकारी ज्येष्ठ थाउ थाउ कनिष्ठ किपरि सिंहासन बस पागल भरी तू ये सब कौन कही मंथरा मु तो कथा किसी बुझीपार ना बुझीब गो बुझीब ये काहाकू कहबी सही मंथरा कहला नाम खाली राजा ही जाऊ बड़े बड़े सब गुच्छी मंथरा छी 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 जीवनटा कहीं रही के जानी
ଅଯୋଧ୍ୟା ନଗରୀକୁ ରାଣୀ ହୋଇ ଆସିଲା ଦିନଠାରୁ ମୁଁ ତୁମ ସାଙ୍ଗରେ ଦାସୀ ହୋଇ ଆସିଥିଲି ତୁମର ଭଲ ମନ୍ଦ ବୁଝିବା ପାଇଁ ତୁମ ପାଖେ ପାଖେ ଛାଇ ପରି ରହିଛି ହେଲେ ଇଏ ବୟସରେ ଇଏ କାନ ଯାହା ଶୁଣୁଛି ଇଏ ନିଣୁଜୁଣିଆ ଜୀବନଟା କାହିଁକି ରହିଛି କେଜାଣି କୌଶଲ୍ୟା ହେବେ ରାଜମାତା ତୁମେ ଅଲୋଡ଼ା ଅପଚରା ହେଇ ପଡ଼ି ରହିବ ନା ମନ୍ଥରା ତୁ ମୋ ରାମକୁ ଯାହା ଭାବୁଛୁ ସେ ସେପରି ନୁହେଁ କୌଶଲ୍ୟା ଠାରୁ ଶତଗୁଣେ ବଳି ସେ ମତେ ଭକ୍ତି କରେ ମୋର ପାଦ ବନ୍ଦନା କଲା ପର୍ଯ୍ୟନ୍ତ ସେ ଜଳ ସୁଦ୍ଧା ସ୍ପର୍ଶ କରେ ନାହିଁ ତୁଚ୍ଛ ସ୍ୱାର୍ଥ ପାଇଁ ମୁଁ ରାମପତି ଏତେ ବଡ଼ ଅବିଚାର କରିପାରିବି ନାହିଁ ତୁ ଏଠାରୁ ଚାଲିଯା ମନ୍ଥରା ଯେତେ ଶୀଘ୍ର ପାରୁଛୁ ଏଠାରୁ ଚାଲିଯା ରାମ ହେବ ଅଯୋଧ୍ୟାର ରାଜା ହେଉ କୌଶଲ୍ୟା ହେବ ରାଜମାତା ହେଉ ତୁମେ ଅଲୋଡ଼ା ଅପଚରା ହେଇ ପଡ଼ି ରହିବ ସେଥିପାଇଁ ମୋର ଦୁଃଖ ନାହିଁ କୌଶଲ୍ୟା ତୁମକୁ ଦାସୀ ପରି ଘଟାଇବ ମୁଁ କାହିଁ କହିବି ଲୋ ମା କିଏ କହିଲା ନା ସେଇ ମନ୍ଥରା କହିଲା ଆମର ସିନା ତୁମଟି କପଟ ନାହିଁ ହେଲେ ରାମ ମା କୌଶଲ୍ୟା କିଏ କି ରାଇଜ ନଥିବା କଥା ମୋ କାନ ଉଠିଲା ଦିନଠାରୁ ମୁଁ ଶୁଣି ନଥିଲି ପୁଅ ଖାଲି ରାଜା ହବ ବୋଲି ଚଉତୁଣୀର ପୁଅଟାକୁ ମାମୁଁ ଘରକୁ ପଠାଇ ଦେଇଛି ମୋ କାନ କଣ ଶୁଣିଲାରେ ଦଇବ ମୋ ଭରତ ପାଖକୁ ଟିକିଏ ବି ଖବର ପଠାଇ ନାହାନ୍ତି କଣ କହିଲୁ ମନ୍ଥରା ସେଥିପାଇଁ ଭରତ ଆଜି ମାମୁଁ ଘରେ ତା ପାଖକୁ ଖବର ପର୍ଯ୍ୟନ୍ତ ମଧ୍ୟ ପଠାଯାଇ ନାହିଁ ସେଥିପାଇଁ ହଠାତ୍ ଅଭିଷେକ ଉତ୍ସବର ଆୟୋଜନ ତୁମେ ସିନା କୌଶଲ୍ୟାକୁ ଏମିତି ଭାବୁଛ ହେଲେ ସେ ଡାହାଣୀଟାର ମନ ସେପରି ନୁହେଁ ପୁଅ ଖାଲି ରାଜା ହେଇଯାଉ ତୁମକୁ ସେ ଦାସୀ ପରି ଘଟାଇବ ଭରତ ରହିଲେ କାଳେ ଅନର୍ଥ ହେବ ସେଥିପାଇଁ ତାକୁ ମାମୁଁ ଘରକୁ ପଠାଇ ଦେଇଛନ୍ତି ତା ପାଖକୁ ଟିକିଏ ବି ଖବର ପଠାଇ ନାହାନ୍ତି କୌଶଲ୍ୟା ମନ ଏତେ ନିଚ ପୁଅ ରାଜା ହେବ ବୋଲି ମୋ ପୁଅ ଉପରେ ତାର ଏତେ ହିଂସା ନା ମୁଁ ତା କରାଇ ଦେବିନି ମୁଁ ବଞ୍ଚି ଥାଉ ଥାଉ କୌଶଲ୍ୟା ରାଜମାତା ନ ହୋଇପାରେ ଭରତ ଥାଉ ଥାଉ ରାମ ଅଯୋଧ୍ୟାର ରାଜା ନ ହୋଇପାରେ କିନ୍ତୁ ଆଉ କଣ ମହାରାଣୀ ସୂର୍ଯ୍ୟବଂଶର ପ୍ରଥା ଅନୁସାରେ ଜ୍ୟେଷ୍ଠ ହିଁ ସିଂହାସନର ଉତ୍ତରାଧିକାରୀ ଜ୍ୟେଷ୍ଠ ଥାଉ ଥାଉ କନିଷ୍ଠ କିପରି ସିଂହାସନରେ ମୁଁ କାହିଁ କହିବି ଲୋ ମା କିଏ କହିଲା ନା ସେଇ ମନ୍ଥରା କହିଲା କେହି କହିବେନି ମନ୍ଥରା ମତେ ଖୋଲି କୁହ କଣ କଲେ ମୋ ଭରତ ଅଯୋଧ୍ୟା ସିଂହାସନରେ ଆରୋହଣ କରିବ ଶୁଣ ନାରୀ ବର ସମ୍ବରା ଅସୁର ସଙ୍ଗେ ରାଜା ଯୁଝୁଥିଲେ ରଥନ ଚଳନ୍ତେ ସାରଥି ହୋଇଲ ରଥନ ଚଳନ୍ତେ ସାରଥି ହୋଇଲ ପ୍ରସନ୍ନରେ ବର ଦେଲେ ଯେ ଦେବା ପାଇଁ ଦୁଇ ବର ପ୍ରୟୋଜନ କାଳେ ନର ବର ଦେବା ପାଇଁ ଦୁଇ ବର ଏ କଥା କଣ ତୁମର ମନେ ନାହିଁ ମହାରାଣୀ ହଁ ମନ୍ଥରା ଗୋଟି ଗୋଟି ହୋଇ ଏ ସବୁ ମୋର ମନ ଅଛି ଏ କୁହରେ କହିଲା ବେଙ୍ଗ ଏ ଫଟାକୁ ଧରିକି କି ଗୀତ ଗାଇବୁ ଦେଖାଇବୁ ମୁଁ କାହିଁ କହିବି ଲୋ ମା କିଏ କହିଲା ନା ସେଇ ମନ୍ଥରା କହିଲା କେହି କହିବେନି ମନ୍ଥରା କେହି ଜାଣିବେ ନାହିଁ ମତେ ଖୋଲି କୁହ ମତେ ବର୍ତ୍ତମାନ କଣ କରିବାକୁ ହେବ
प्रथमे राजा को सत्य कराई तुम्हें दुईटी वर मागिब प्रथम वरर भरत अयोध्यार राजा हेब ये वରରେ 14 वर्ष पर रामचंद्र वन को जीव कहीं मंथरा भरत राजा हेउ राम एई नगरे रहिले खेती कौन हेब राम ये राइजर रहिले राइज जाक लोक मेली होई सिंहासन रु हटाइले आदि तुम पुओ भरत सबुदिन अयोध्यार राजा हेब आउ तुम्हें सबुदिन महाराजा मते पढ़ा नागो जगबधु नाट मते पढ़ा जगबधु नाट घसी साउटी घसी साउटी महाराणी ये दासी मंथरार कथा जेपरी भूली न जा